Hello students, welcome. Welcome to MGM Education. This is English 1, CHSC English. We are going to read a lesson, The Portrait of a Lady, written by Kushwant Singh. Yes, an Indian writer. ଆଚ୍ଛା ପିଲାମାନେ ଏଠି ସିଏ ତାର ଗ୍ରାଣ୍ଡ ମାଦର ବିଷୟରେ ଡିସ୍କ୍ରାଇବ୍ କରୁଛି। ଆଚ୍ଛା ଏଠିର ମହତ୍ତ୍ୱପୂର୍ଣ୍ଣ ଜିନିଷ କ'ଣ ବୋଇଲେ ଭିଲେଜ ଲାଇଫ୍ ଆଣ୍ଡ ସିଟି ଲାଇଫ୍ ଭିତରେ ଡିଫରେନ୍ସେସ୍ କ'ଣ, ଆଉ ସମୟ ସହିତ ରିଲେସନ୍ସ ମାନେ ସମ୍ପର୍କ କେମିତି ପରିବର୍ତ୍ତନ ହେଇଯାଇଛି। ସେ ଛୋଟ ଥିଲାବେଳେ ଗ୍ରାଣ୍ଡ ମାଦର ସହିତ ରିଲେସନ୍ସ କେମିତି ଥିଲା, ସିଟିକି ଗଲା ପରେ ଇଏ ଟିକେ ବଡ଼ ହେଲା ପରେ ସିଟି ଲାଇଫର ପ୍ରଭାବରେ ତାର ଲାଇଫ କେମିତି ଚେଞ୍ଜ ହେଲା, ଏସବୁ ବିଷୟରେ ଦର୍ଶାଇଛି। ଚାଲ ଏ ପାଠଟି ପଢ଼ିବା। ଆଚ୍ଛା ପିଲାମାନେ ଯେଉଁମାନେ ନୂଆରେ ଆସୁଛ ଲାଇନ୍ଟିକୁ ଆଚ୍ଛା ଏ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅ, ରାଇଟ୍? ଓକେ, ରେଡ଼ି ଷ୍ଟାର୍ଟ। ମାଇ ଗ୍ରାଣ୍ଡ ମଦର, like everybody's grandmother, was an old woman. My grandmother, ସମସ୍ତଙ୍କ grandmother ଭଳି ଜଣେ old woman. She had been old and wrinkled for the 20 years that I had known her. ମୁଁ ଜାଣିବା 20 ବର୍ଷ ଭିତରେ ସେ ବହୁତ old ହେଇଯାଇଛନ୍ତି, ଆଉ wrinkles on the face ମାନେ ତାଙ୍କର ଶରୀର ଓ ମୁହଁରେ ମଧ୍ୟ wrinkles ମାନେ କ'ଣ ପିଲାମାନେ ଟିକେ ଲୁଳି ଯାଇ ଗିରା ଗିରା ହେଇକି ପଡ଼ିଯିବାଟା, generally ବେଶୀ old ହେବା ଲୋକମାନଙ୍କର wrinkles ଦେଖାଯିବ। People said that she had once been young and pretty. ଗୋଟେ ଦିନ ଥିଲା ସେ ବହୁତ young ଥିଲା, pretty beautiful ଥିଲା, and ତାର ଗୋଟେ she had a husband, ଗୋଟେ husband ଥିଲା, married ହେଇଯାଇଥିଲା ତା ଅର୍ଥ। But that was hard to believe, ଏଟା ବିଶ୍ୱାସ ଯୋଗ୍ୟ ନୁହେଁ ବୋଲି କୁଶୱନ୍ତ ସିଂ ତମର ଅଥର କହୁଛନ୍ତି। My grandfather's portrait hang above the mantelpiece in the drawing room. ଆଉ ତାଙ୍କ ହଜବେଣ୍ଡ ମାନେ ମାଇ ଗ୍ରାଣ୍ଡଫାଦର ବୋଲି କହୁଛନ୍ତି ଅଥର, ତାର ଫଟୋ ପୋର୍ଟ୍ରେଟ୍ ବୋଇଲେ କ'ଣ ଜାଣିଛ ନା ପିଲାମାନେ, ଗୋଟେ ପେଣ୍ଟିଂ କରିଥିବା ଫଟୋ ଯୋଉଟା ଫ୍ରେମ୍ ସହିତ ତିଆରି ହେଇଥିବ, ସେଟା ଝୁଲୁଛି, ହାଙ୍ଗ ବୋଇଲେ ଝୁଲୁଛି କୋଉଠି, above the mantelpiece shelf in the drawing room. ଡ୍ରଇଂ ରୁମ୍ର ମେଣ୍ଟାଲ ପିସ୍ ବୋଲେ ଗୋଟେ ସେଲ୍ଫ ଉପରେ ରଖା ହେଇଛି ସେଟା। ଆଚ୍ଛା ତାପରେ ସିଏ ଦର୍ଶାଇଛନ୍ତି ଏ କ'ଣ କ'ଣ ପିନ୍ଧିଥିଲେ, ଦେଖିବା କେମିତି ଗ୍ରାଣ୍ଡଫାଦର। ଦେଖ ମୁଁ ପଢ଼ୁଛି। He wore a big turban, turban ମାନେ ପାଗୁଡ଼ି, ମୁଣ୍ଡରେ ବାନ୍ଧିବେ ସେଟା, and loose fitting cloth, cloth ଯୋଉଟା ପିନ୍ଧିଥିଲେ ସେଟା ବି ଟିକେ ଲୁଜ୍ ଫିଟିଂ, ଲୁଜ୍ ଥିଲା। ଆଚ୍ଛା his long white beard covered the best part of his chest, ମାନେ ଦାଢ଼ି, ବ୍ରେଡ୍ ମାନେ ଦାଢ଼ି ଲମ୍ବି ଯାଇଥିଲା କୋଉଠି, ଛାତି ପର୍ଯ୍ୟନ୍ତ, ଯେମିତି ପଞ୍ଜାବୀ ମାନଙ୍କର ଦାଢ଼ି ଲମ୍ବି ଯାଇଥାଏ ସେମିତି। and he looked at least 100 years old, ଦେଖିବାକୁ ସେ 100 ବର୍ଷରୁ କମ୍ ବୟସ ହବନି ଏମିତି ଲାଗୁଥିଲା। and he didn't look the sort of person who would have a wife and children, ଏମିତି ଲାଗୁନି ଯେ ତାର ଗୋଟେ ୱାଇଫ୍ ଥିଲା ଆଉ ଚିଲଡ୍ରେନ୍ ଥିଲା, ଏମିତି ଲାଗୁଛି। he looked as if ମାନେ ଯେପରିକି he could only have lots and lots of grandchildren, ତାର ବହୁତ ଗୋଟେ ନାତି ନାତୁଣୀ ଥିବେ ଏମିତି ଦେଖାଯାଉଛି। as for my grandmother being young and pretty, the thought was almost revolting. ମୋର ଗ୍ରାଣ୍ଡମଦର ସେ ତୁଳନାରେ ଦେଖିଲେ ବେଶୀ ୟଙ୍ଗ ଆଉ ପ୍ରିଟି। ଆଚ୍ଛା ତେଣୁ ଆମକୁ ବିଶ୍ୱାସ ହଉନି ଯେ ସତରେ ଇଏ ହଜବେଣ୍ଡ କି ତାଙ୍କର ବୋଲିକି। She often told us the games she used to play as a childhood. ଆଚ୍ଛା my grandmother ତାର ପିଲାବେଳର ଗେମ୍ସ ଯାହା ଯାହା ଖେଳୁଥିଲେ ଚାଇଲ୍ଡ ଥିଲାବେଳେ ସେ କଥା ଯାକ ସବୁ ଆମକୁ କୁହନ୍ତି। that seemed quite absurd and undignified, ତାଙ୍କେ କୁହନ୍ତି ସିନା ଆମକୁ ଏମିତି ଲାଗୁଥିଲା ଏଗୁଡ଼ାକ ସବୁ କିଛି ଅବାସ୍ତବ, right? and indignified, not respectful ବୋଲିକି କହୁଥିଲା on her part, and we treated it like the fable of the prophets she used to tell us. ଆମକୁ ଏମିତି ଲାଗୁଥିଲା ସେ ଯୋଉ କଥା ଯାକ କହୁଥିଲା, କାହାଣୀ ଯାକ, ଆଚ୍ଛା ସେଇ ସମୟର ଷ୍ଟୋରି ଯାକ ଆମକୁ ଏମିତି ଗୋଟେ ଫେବଲ୍ ଭଳିଆ ଲାଗୁଥିଲା। ଫେବଲ୍ ମାନେ କ'ଣ, ମନଗଢ଼ା କାହାଣୀ ଭଳିଆ, ଟ୍ରୁଥ୍ ଦେଖାଯାଉନଥିଲା ବୋଲି କହିଛନ୍ତି। ତ ପିଲାମାନେ ଫାର୍ଷ୍ଟ ପ୍ୟାରାଗ୍ରାଫ ଏଟା। ଏ ଫାର୍ଷ୍ଟ ପ୍ୟାରାଗ୍ରାଫରେ ଆମେ ପଢ଼ିଲେ ଗ୍ରାଣ୍ଡ ଫାଦର ବିଷୟରେ ଏବଂ ଗ୍ରାଣ୍ଡ ମଦର ବିଷୟରେ, ଦୁଇ ଜଣଙ୍କର ଆପିୟରାନ୍ସ ବିଷୟରେ, ଫ୍ୟାମିଲି ବିଷୟରେ, ତଥା ତାଙ୍କର ଗ୍ରାଣ୍ଡ ମଦର କେମିତି ଷ୍ଟୋରିଜ
ପିଲାବେଳର ଗେମ୍ସ ବିଷୟରେ ତାଙ୍କୁ ଦର୍ଶାଉଥିଲେ ଏତିକି। ଏବେ ନେକ୍ସଟ ପ୍ୟାରାଗ୍ରାଫ ଯିବା। ଏଇଠି ଦେଖ, she had always been short, fat and slightly bent। ଏଇଟା ଗ୍ରାଣ୍ଡ ମଦରର ବଡି ଷ୍ଟ୍ରକ୍ଚର ବିଷୟରେ ସେ କହୁଛନ୍ତି, ଶାରୀରିକ ଗଠନ। ସର୍ଟ ବୋଲେ ଟିମ୍ପା, ଫ୍ୟାଟ୍ ବୋଲେ ମୋଟା, ସ୍ଲାଇଟଲି ବେଣ୍ଟ ମାନେ ଟିକେ ଲହିକି ଚାଲୁଥିଲେ। and her face was creased, cross of wrinkles running from everywhere to everywhere। ତାଙ୍କ ଫେସ୍ ରେ ପୁରା ମଉଳି ଯାଇକି ଗିରା ଗିରା ପଡ଼ିଯାଇଛି, ବୁଢ଼ା ମାନଙ୍କ ଯେମିତି ଲୁଳିଯାଏ ଫେସ୍, ସେମିତି। ମାନେ ସେ ବହୁତ ଓଲ୍ଡ ବୋଲି ଦର୍ଶାଉଛି ଏଠି। we were certain, sure, she had always been as we had known her। ସେ ସବୁବେଳେ ସେମିତି ଥାଏ ଯେମିତି ଆମେ ତାକୁ ଜାଣିଛୁ। ବୋଲେ କେମିତି ଥାଏ? ଓଲ୍ଡ, ଟେରିବଲି ଓଲ୍ଡ ବୋଲି ସେ ଲେଖିଛି। ତାପରେ ଦେଖ, ମାନେ ବୁଢ଼ା, ବୃଦ୍ଧ, ଅଧିକ ବୃଦ୍ଧ। that he could have grown older। ଆଉ ତାକୁ could not have grown older ବୋଲେ ଆଉ ସେ ବୁଢ଼ା ହେବାକୁ ନାହିଁ, ଏତେ ବୃଦ୍ଧ ହୋଇଯାଇଛନ୍ତି। and had stayed at the same age for 20 years। ଦେଖ ଇଣ୍ଟରେଷ୍ଟିଂଲି ସେ କହୁଛନ୍ତି 20 ବର୍ଷ ହେଲା ମୁଁ ଦେଖୁଛି ମୋର ଗ୍ରାଣ୍ଡ ମଦର ଯେମିତି ଥିବା କଥା ସେମିତିକା ଅଛି। she could never have been pretty, but she was always beautiful। ସେ pretty ନଥିଲା, beautiful ବୋଲି କହୁଛି ଆହୁରି। she hobbled about the house in spotless white with one hand resting on her waist ମାନେ ଅଣ୍ଟା to balance the body and other telling bed of the her rosary। ତ ଏଇଟା ହାତରେ, ଗୋଟେ ହାତରେ ସେ ଅଣ୍ଟା ଉପରେ ଦେଇକିରି ବଡିକୁ ବାଲାନ୍ସ କରିକି ଘର ଯାକ ବୁଲିକି ଚାଲନ୍ତି, ଆଉ ଗୋଟେ ହାତରେ ସେ ଜପମାଳ ଧରି ପ୍ରାର୍ଥନା ବୋଲୁଥାନ୍ତି ବୋଲି ସେ କହୁଛନ୍ତି। her silver locks were scattered untidy over her pale pocked face। ଆଉ ତାଙ୍କର ବାଳ ଗୁଡ଼ିକ ହ୍ୱାଇଟ୍ ହେଇଯାଇଥିଲା, ସିଲଭର ଭଳିଆ, ରୂପା ବର୍ଣ୍ଣର ଭଳିଆ। ଲକ୍ସ ବୋଲେ ରିଙ୍ଗ ରିଙ୍ଗ ହେଇକରି ତଳକୁ ଖସି ଯାଇଥିଲା, ସ୍କାଟର୍ଡ ମାନେ ମୁହଁ ସାରା ବିଛାରି ଯାଇଥିଲା, ରାଇଟ୍। and her lips constantly moved। ଆଉ ପାଟି ସବୁବେଳେ, ଲିପ୍ସ ତାଙ୍କର ସବୁବେଳେ ଚାଲୁଥିଲା କ'ଣ ନା ପ୍ରେୟର ସେ କରୁଥିଲେ। ଅନଲାଉଡେବଲ ମାନେ ଜୋର କରିକି ନାହିଁ, ଧୀରେ ଧୀରେ। yes, she was beautiful। she was like the winter landscape in the mountains। ଦେଖ ଏଠି ତୁଳନା କରାଯାଇଛି, ୱିଣ୍ଟର ଲ୍ୟାଣ୍ଡସ୍କେପ୍ ଯେମିତି ଦିଶିବ ମାଉଣ୍ଟେନ୍ସରେ, ସେମିତି ତାର ହ୍ୱାଇଟନେସ୍ ହେୟାର ଯାକ ସବୁ ହ୍ୱାଇଟ୍ ହେଇକି ସେମିତି ଦେଖାଯାଉଛି। an expanse of pure white, serenity, breathing peace and contentment। ଆଉ ସେ ସବୁବେଳେ କେମିତି ଥାଉଛନ୍ତି? serenity ବୋଲେ କାମନେସ୍, ଶାନ୍ତ, and breathing peace ବୋଲେ ବି ଶାନ୍ତି, and contentment ବୋଲେ ତୃପ୍ତ, satisfaction। ମାନେ ତା ଜୀବନରେ ସେ ଖୁସିରେ ବିତାଉଥିଲେ ବୋଲିକି ତାର ଅର୍ଥ ଅଛି, ପ୍ରାର୍ଥନା କରି କରିକି କିମ୍ବା କୌଣସି ଟେନସନ୍ ନଥାଇକି। ଆଉ ବୟସରେ ଦେଖିଲେ ପୁରା ଡଡରିଂ ଓଲ୍ଡ ବୋଲିବେ ତାକୁ, ଓଲ୍ଡରୁ ଓଲ୍ଡ, ଆଉ ଓଲ୍ଡ ହେବାକୁ ନାହିଁ, ଏତେ ଓଲ୍ଡ ହେଇଯାଇଛନ୍ତି। କି ଏଇଟା ଗ୍ରାଣ୍ଡ ମାଦର ବିଷୟରେ ସେ କହିଛନ୍ତି, ରାଇଟ୍। ଆକୁ ବେସ୍ କରି କେତେ ଗୋଟେ କ୍ୱେଶ୍ଚିନ୍ସ ତଳେ ଅଛି ପିଲାମାନେ। ଏଇଟା ୟୁନିଟ୍ 1ଟା, ଏ କ୍ୱେଶ୍ଚିନ୍ସ 2015ରେ ସାଇନ୍ସକୁ ଆସିଥିଲା ଏସବୁ ଯାକ କ୍ୱେଶ୍ଚିନ୍ ପ୍ରାୟ। ତେଣୁ ଏ ସେଟ୍ଟା ତୁମେ ଟିକେ ଦେଖିଥାଅ। ନେକ୍ସଟ ପାର୍ଟ ମୁଁ କଲା ପରେ, ଚାପ୍ଟର ପୁରା ୟୁନିଟ୍ 2, 3 କହିସାରିଲା ପରେ କ୍ୱେଶ୍ଚିନ୍ ଆନ୍ସର୍ସ ଡିସ୍କସନ୍ କରିବି ତୁମ ସହିତ। ଓକେ ଷ୍ଟୁଡେଣ୍ଟସ୍, ଥ୍ୟାଙ୍କ ୟୁ ଭେରି ମଚ୍ ଫର୍ ୱାଚିଂ।